ସବୁ ଧର୍ମ ମତ ସମାନ ମଣ ପଣ୍ଡିତ ଜନ ସବୁ ବାଟ ଯେଣୁ ହୋଇଛି ଏକ ସ୍ଥାନେ ମିଳନ କରି ଚିତ୍ତ ସ୍ଥିର ସତତ ତେଜ ମନୁ କପଟ ତେବେ ଜୀବନରେ ଲଭିବ ନିଶ୍ଚୟ ମୁକ୍ତି ବାଟ ପାଞ୍ଚ ଇନ୍ଦ୍ରିୟର ବନ୍ଧନ ତେଜି ପାରିବ ଯେବେ ଦୁର୍ଗତିକୁ ଜିଣି ପ୍ରଶଂସା ବହୁ ପାଇବ ଭବେ ଦାନ ଧର୍ମ କଲେ ବଢ଼ଇ ସିନା ଧନ ମହତ ଆଚାରୀ ହୋଇଲେ ବଢ଼ଇ ସିନା କୁଳ ସମ୍ପଦ କମଳ ବିହୁନେ ପୋଖରୀ କାହୁଁ ପାଇବ ଶୋଭା ପିଲା ଯେଉଁ ଘରେ ନଥାଏ ସେଉ କି ଘର ବା ଦେଖ ଏ ସଂସାରେ ଧନିକ କରି ଧନ ସମ୍ପଦ ପ୍ରତିକ୍ଷଣେ ଭରି ଅଛନ୍ତି ଚିତ୍ତେ ବେଦନା ଭୟ ଅର୍ଥ ଲୋଭେ ସୁତ ବିନାଶ କରେ ପିତା ଜୀବନ ଅର୍ଥ ଯୋଗୁ ନାରୀ ବିଳାସେ ନିଜ ପତିର ପ୍ରାଣ ଅର୍ଥର କାରଣେ ହୁଅଇ ମିତ୍ର ମହାଭଗାରୀ ଅର୍ଥ ଲୋଭୀ ଲୋକ ପ୍ରତ୍ୟକ୍ଷ ଅନ୍ଧା ରକଣା ପରି ରଘୁନାଥ ପ୍ରଭୁ ଯାପ୍ରତି ତିଳେ ହୁଅନ୍ତି ସଦୟ ଅଲଣା ଭଜାରେ ସନ୍ତୋଷ ଲଭେ ତାର ହୃଦୟ ସାତ ଛିଣ୍ଡା କନା ପିନ୍ଧିଣ କାଳ କାଟିବା ଭଲ ଇନ୍ଦ୍ରିୟ ସୁଖେ ବଞ୍ଚିବା ଅଟଇ କେବଳ ସଲ ସାଧୁ ଜନ ପୂର୍ଣ୍ଣ ସଦୁପଦେଶ ବୁଝିବା ପାଇଁ କାହୁଁ ହେବ ତିଳେ ଭାଜନହୀନ ମୂରୁଖ ବାଇ ଅତି ମନୋହର ହେଲେ ହେ ପଦ୍ମ ଫୁଲର ବାସ ଭେକ ଯାର କହୁ ଜାଣିବ ତାର ସୁଗନ୍ଧ ଲେଶ ସବୁ କଥା ବୁଝି ଅବୁଝା ହେଉ ଥାଇ ଯେ ନର ବୁଝାଇବା ଲାଗି ତାହାକୁ ଅବା ସାଧ୍ୟ କାହାର ଚେଇଁ ଶୋଇଥିବ ଯେ ଜନ ଉଠାଇବାର ପାଇଁ କିଏ ସେ ହୋଇବ ଭାଜନ କେବେ କହ ବୁଝାଇ ବିଧିର ବିଧାନ ବିଚିତ୍ର ତାର ଓଲଟ ଗତି ତାକୁ ଫେରାଇବା ପାଇଁ କି କାର ଅଛି ଶକତି ଦେଖ ମହୋଦଧି ହୋଇଣ କଳା କାର ଜନକ ଧୋଇ ନ ପାରଇ ତାହାର ଦେହୁ ଛାୟା କଳଙ୍କ ଆଖି ପତା ତେନେ ଆଖିକୁ ଜଗି ଥାଏ ସନ୍ତତ ଉଦ୍ଧାର ଦେହକୁ ସମାପ୍ତ ବାଧା ବିପଦୁ ହାତ ସାଧୁ ଜନ ଆଶ୍ରା କରଇ ସେହି ପରିଜନର ସାଧୁ ସର୍ବବାଧା ବିପଦୁ ତାକୁ କରେ ଉଦ୍ଧାର ଆମ୍ବ ଗଛେ ଟେକା ଫିଙ୍ଗିଲେ ବୃକ୍ଷ ରାଜବହନ ଅନାବିଳ ଚିତେ ସୁସ୍ୱାଦୁ ଫଳ କରେ ପ୍ରଦାନ ଦୁର୍ଜନ ଗଣଙ୍କ ତାଡ଼ନା ତଥା ସେଇ ସୁଜନ
ଆନନ୍ଦ ମନରେ କରନ୍ତି ପର ହିତ ସାଧନ। ବୋଲ ଆନନ୍ଦ ଏକ ବାର ହରି ବୋଲ। ଇତି